ବିଦ୍ୟାଭାରତୀ ଶିଶୁ ମନ୍ଦିର ପରିବାରର ସମସ୍ତ ଅଭିଭାବକ ଓ ଶୁଭେଚ୍ଛୁମାନଙ୍କୁ ମୋର ହାର୍ଦ୍ଦିକ ନମସ୍କାର। ଆଜି ଆମେ ଦେଖିବାକୁ ଯାଉଛୁ ଆମ ପଞ୍ଚମ ଶ୍ରେଣୀର କୁନି କୁନି ପିଲାମାନଙ୍କ ହାତରେ ତିଆରି ହୋଇଥିବା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅତି ସୁନ୍ଦର କଳାକୃତି। ଆମର ଶୁଭଶ୍ରୀ ଗୁରୁମା ପଞ୍ଚମ ଶ୍ରେଣୀର ପିଲାମାନଙ୍କୁ ଏକ ଛୋଟିଆ କିନ୍ତୁ ଅତ୍ୟନ୍ତ ସୁନ୍ଦର ଓ ଶିକ୍ଷଣୀୟ କାର୍ଯ୍ୟ ଦେଇଥିଲେ। ପିଲାମାନଙ୍କୁ କୁହାଯାଇଥିଲା କାର୍ଡବୋର୍ଡ ବ୍ୟବହାର କରି ନିଜ ନିଜ କଳ୍ପନା ଓ ସୃଜନଶୀଳତା ଅନୁସାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ମୁଖମଣ୍ଡଳ ବା ଚିତ୍ରକୁ ସୁନ୍ଦର ଭାବରେ ପ୍ରସ୍ତୁତ କରି ଆଣିବା। କିନ୍ତୁ ସତ କହିବାକୁ ଗଲେ ଆଜି ଯେତେବେଳେ ଏହି ସମସ୍ତ ପିଲାମାନଙ୍କର ପ୍ରକଳ୍ପକୁ ଦେଖିଲି ସେତେବେଳେ ମୁଁ ନିଜେ ମଧ୍ୟ ମୁଗ୍ଧ ହୋଇଗଲି। କାରଣ ଏହା କେବଳ କାର୍ଡବୋର୍ଡରେ ତିଆରି ହୋଇଥିବା କିଛି ଚିତ୍ର ନୁହେଁ। ଏହା ହେଉଛି ଆମ କୁନି କୁନି ପିଲାମାନଙ୍କର କଳ୍ପନା, ଶ୍ରଦ୍ଧା, ସୃଜନଶୀଳତା ଓ ନିଜ ହାତର ପରିଶ୍ରମର ଏକ ସୁନ୍ଦର ପ୍ରତିଫଳନ। ଆମେ ଯେତେବେଳେ ଏହି କଳାକୃତିଗୁଡ଼ିକୁ ଦେଖୁଛୁ ସେତେବେଳେ ମନେ ହେଉଛି ଆମ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ଆମ ପିଲାମାନଙ୍କର ଭଲ ପାଇବା କେତେ ସୁନ୍ଦର ଭାବରେ ଏହି କାମଗୁଡ଼ିକରେ ପ୍ରକାଶ ପାଇଛି। ଆଉ ସବୁଠାରୁ ଖୁସିର କଥା ହେଉଛି ଏହି କାର୍ଯ୍ୟଟି କେବଳ ଜଣେ କିମ୍ବା 2 ଜଣ ପିଲା କରିନାହାନ୍ତି। ପଞ୍ଚମ ଶ୍ରେଣୀର ସମ୍ପୂର୍ଣ୍ଣ ଶ୍ରେଣୀ, ପୁଅ ହେଉ କି ଝିଅ, ସମସ୍ତ ପିଲା ଅତି ଆଗ୍ରହ ଓ ଉତ୍ସାହର ସହିତ ନିଜ ନିଜ ହାତରେ ଏହି ସୁନ୍ଦର କାନ୍ଦର କାର୍ଯ୍ୟଟି ପ୍ରସ୍ତୁତ କରି ଆଣିଛନ୍ତି। ପ୍ରତ୍ୟେକ ପିଲାର କାମରେ ରହିଛି ଭିନ୍ନ ଭିନ୍ନ ଭାବନା, ଭିନ୍ନ ଭିନ୍ନ କଳ୍ପନା ଏବଂ ନିଜସ୍ୱ ସୃଜନଶୀଳତା। ସତରେ ଆମ କୁନି କୁନି ପିଲାମାନଙ୍କ ଦ୍ୱାରା ପ୍ରଭୁଙ୍କର ଏତେ ସୁନ୍ଦର ସୁନ୍ଦର କଳାକୃତି ଦେଖି ମନ ଆନନ୍ଦରେ ଭରିଯାଉଛି। ଏହି ସୁନ୍ଦର ଓ ସଂସ୍କୃତିଭିତ୍ତିକ କାର୍ଯ୍ୟ ପାଇଁ ଆମ ପଞ୍ଚମ ଶ୍ରେଣୀର ଗୁରୁମା ଶୁଭଶ୍ରୀ ଗୁରୁମାଙ୍କୁ ବିଦ୍ୟାଳୟ ପକ୍ଷରୁ ହୃଦୟରୁ ଅଶେଷ ଧନ୍ୟବାଦ।